ହେରା ପଞ୍ଚମୀ ହେରା ପଞ୍ଚମୀ ହୃଦୟ ଧରିକି ବସନ୍ତୁ ଦୁନିଆର ସବୁଠାରୁ ରୋମାଣ୍ଟିକ୍ ଫିଲ୍ମର ସ୍କ୍ରିପ୍ଟ ମୁଁ ଆପଣଙ୍କୁ ଶୁଣାଉଛି। ଆଜ୍ଞା ହଁ, ଲାଷ୍ଟ ଗୋଟେ କଥା କହୁଛି ଯେଉଁଟା ମୁଁ ସବୁବେଳେ କହିଥାଏ। ସେ କଥାଟି ହେଉଛି ଯେ ମନେ ରଖିଥିବେ ଗୋଟିଏ କଥା ଆଜ୍ଞା, ମୋ ହୃଦୟରୁ ଏ କଥାଟି ବାହାରିଥାଏ ସବୁବେଳେ, ଯେ ଇଏ ହେଉଛି ରାଧା ବିରହ ଠାକୁର। ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ରାଧା ବିରହ ଠାକୁର। ଇଏ ହେଉଛି ରାଧା ବିରହ ଠାକୁର। ଇଏ ସବୁଠାରୁ ଅଲଗା। ରାମ ନୁହେଁ, କୃଷ୍ଣ ନୁହେଁ, ଇଏ ପରା ଜଗା। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ। ତିଥି ଅନୁସାରେ ଷଷ୍ଠୀ ତିଥି, ଦିନ ଅନୁସାରେ ପଞ୍ଚମୀ ଦିନ। ହେରା ପଞ୍ଚମୀ ହୃଦୟ ଧରିକି ବସନ୍ତୁ ଦୁନିଆର ସବୁଠାରୁ ରୋମାଣ୍ଟିକ୍ ଫିଲ୍ମର ସ୍କ୍ରିପ୍ଟ ମୁଁ ଆପଣଙ୍କୁ ଶୁଣାଉଛି। ଆହା ହା ହା, ଭାବ ବିବଳିତ ହୋଇଯିବ। ଜଗତ ପିତା ଆଉ ଜଗତ ମାତା। ହେରା ପଞ୍ଚମୀ। ହେରାର ଅର୍ଥ କ'ଣ ଆଜ୍ଞା? ହେରାର ଅର୍ଥ ଦେଖିବା। ଆରେ କିଏ କାହାକୁ ଦେଖୁଛି, କେତେବେଳେ ଦେଖୁଛି, କେମିତି ଦେଖୁଛି? ଫିଲ୍ମ ଆରମ୍ଭ ହେଲା। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣଙ୍କର ବିବାହ ସମ୍ପନ୍ନ ହେଉଛି ମାତା ମହାଲକ୍ଷ୍ମୀଙ୍କ ସହିତ। ଏବଂ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀରେ ଚତୁର୍ଥୀ ହୋମ ଉଠୁଛି। ଚଉଠି ରାତି ଚତୁର୍ଥୀ ହୋମ ଉଠୁଛି। କିନ୍ତୁ ସେହି ହୋମ ଉଠି ସାରିବା ପରେ, ହୋମ ଉଠିବା କ୍ଷଣି ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ, ମହାମାୟା ମା ସୁଭଦ୍ରା, ସୁଦର୍ଶନ ମହାରାଜ ଆଉ ଦାଉଜୀ, ବଡ଼ ଠାକୁର ବଳିଆର ଭୁଜ ଗାଧେଇବା ପାଇଁ ପଳେଇ ଆସୁଛନ୍ତି, ସ୍ନାନ କରିବା ପାଇଁ ପଳେଇ ଆସୁଛନ୍ତି। ଆଜ୍ଞା କି ଆମେ ମାନେ କୋଉ ଭଳିଆ କହିଲେ, ମାନେ ହିରୋ ହିରୋଇନକୁ ଦେଖିନି, ହିରୋଇନ ହିରୋକୁ ଦେଖିନି। ଚଉଠି ହୋମ ଉଠିଛି, ଚଉଠି ରାତି ହବ ଚତୁର୍ଦ୍ଦଶୀ ଦିନ। ଆମେ ଏତେ ଡାକିଲେ ଜଗନ୍ନାଥଙ୍କୁ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜର ସ୍ୱଧର୍ମିଣୀ ଧର୍ମପତ୍ନୀକୁ ଦେଖି ନାହାନ୍ତି, ଧର୍ମପତ୍ନୀ ନିଜ ସ୍ୱାମୀକୁ ଦେଖି ନାହାନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗାଧେଇବା ପାଇଁ ପଳେଇ ଆଇଲେ, ସ୍ନାନ କରିବା ପାଇଁ ପଳେଇ ଆଇଲେ, ଚତୁର୍ଦ୍ଧାମୂର୍ତ୍ତି ପଳେଇ ଆଇଲେ ସ୍ନାନ ମଣ୍ଡପକୁ। ଆଜ୍ଞା ଆପଣ ବି ଜାଣିଛନ୍ତି, ଅଦିନିଆ ବର୍ଷାରେ, ଲଘୁଚାପ ବର୍ଷା ହେଉଛି ବର୍ତ୍ତମାନ, ଅଦିନିଆ ବର୍ଷାରେ ଯଦି ଆପଣ ଗାଧେଇବେ କିମ୍ବା ପୁରୁଣା କୂଅରେ ଯଦି ଆପଣ ଗାଧେଇବେ, ଯେଉଁ କୂଅରୁ ପାଣି କେବେ କଢ଼ା ହେଉନି, ଆପଣଙ୍କୁ ଥଣ୍ଡା ସର୍ଦ୍ଦି ହେଇଯିବନି? ଆରେ ଜ୍ୱର ହେଇଯିବ ଆଜ୍ଞା। ଆରେ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି, ତାଙ୍କୁ ବି ଜ୍ୱର ହେଇଗଲା। ସୁନା କୁଆରୁ ସୁନା କୁଆ କେତେ କ'ଣ କହନ୍ତି ତାକୁ। ଯେତେବେଳେ ଗରା ଗରା ପାଣି ଆପଣ ଗାଧେଇବେ, କ'ଣ ହେବ ଆଜ୍ଞା? ଜ୍ୱର ହେଇଗଲା, ମହାପ୍ରଭୁଙ୍କୁ ଜ୍ୱର ହେଇଗଲା। ମହାପ୍ରଭୁ ଅଣସର ଘରେ ରହିଲେ, ସେବା ଚାଲିଲା, ଗୁପ୍ତ ସେବା ଚାଲିଲା। ଆରେ ନବଯୌବନ ହେଇଗଲା 15 ଦିନ ପରେ ମହାପ୍ରଭୁ ବାହାରି ଆଇଲେ। ଆମେ ଆଉ ଥୟ ଧରି ପାରୁନାହାନ୍ତି ଯେ ମହାପ୍ରଭୁଙ୍କୁ ଦର୍ଶନ କରିବା, ଦେଖିବା। ଭକ୍ତ ପାଇଁ, ନିଜର ପୁଅ ପାଇଁ ମହାପ୍ରଭୁ କ'ଣ ନ କରୁଛନ୍ତି। ନିଜ ଧର୍ମପତ୍ନୀକୁ ଦେଖି ନାହାନ୍ତି, ସେ ବିରହର ଭାବ। ନିଜ ଧର୍ମପତ୍ନୀ, ନିଜ ସ୍ୱାମୀକୁ ଦେଖି ନାହାନ୍ତି। କ'ଣ କହୁଥିଲେ ଯେ ଲୋକେ କହୁଛନ୍ତି, ପୁରା ଭକ୍ତଗଣ କହୁଛନ୍ତି, ମାନେ 14 ଭୁବନ କହୁଛି ଯେ ମୋ ସ୍ୱାମୀ ସବୁଠୁ ସୁନ୍ଦର। ମାତା ମହାଲକ୍ଷ୍ମୀ ଶୁଣିଛନ୍ତି, ମା ଶୁଣିଛନ୍ତି ବା, ହେଲେ ଦେଖି ନାହାନ୍ତି। ଏପଟେ ମହାପ୍ରଭୁ ଶୁଣିଛନ୍ତି ଯେ ଧନର ଯେ ଦେବତା ରତ୍ନାକର, ତାଙ୍କର ଇଏ ଝିଅ, କିନ୍ତୁ କେବେ ଆମ୍ନା ସାମ୍ନି ହେଇନାହାନ୍ତି, ଦେଖି ନାହାନ୍ତି। ଏଇ ହେରା ପଞ୍ଚମୀ ଦିନ ଦେଖା ଦେଖି ହେବେ, ଆଖିରେ ଆଖି ମିଶିବ। କିନ୍ତୁ ଆମେ କହିଲେ କେତେ ପାପି ଆଜ୍ଞା। ମହାପ୍ରଭୁଙ୍କୁ ଡାକି ଆଣିଲେ ଯେ ଗାଧେଇଲ, ଜ୍ୱରରେ ପଡ଼ିଲ, ନବଯୌବନ ବି ଆମେ ଦେଖିଲୁ ଆପଣଙ୍କର, ଏବେ ରଥଯାତ୍ରାରେ ବାହାରି ଆସ। ମହାପ୍ରଭୁ ମନା କରୁନାହାନ୍ତି। ବାପ ପରା, ପିତା ପରା, ପିତା ଧର୍ମ ପାଳନ କରିବା ଯୋଗୁଁ ମାନେ ମାର୍କେଟକୁ ନେଇଯିବ, ଯାତ୍ରାକୁ ନେଇଯିବ, ଖେଳନା କିଣିଦେବ, ଗଜା କିଣିଦେବ, ଖଜା କିଣିଦେବ, ହାତୀ ନେ, ଘୋଡ଼ା ନେ, ମୋ ପାଇଁ କାଳି ବଜେଇ ଦେ। ଆମେ ଏମିତି ଅଝଟ ଛୁଆ। ମହାପ୍ରଭୁ ବାହାରି ଆସବା, ବାହାରି ଆସିଲେ। ଏଥର ତ ଟାହିଆ ବି ଭଲସେ ପିନ୍ଧି ପାରିନଥିଲେ। କାହିଁକି ପିନ୍ଧିନଥିଲେ ଆପଣ ବହୁତ ଭଲ ପାଇବା ଦେଲେ। ସତ କଥାଟି ଆଜ୍ଞା, ମୁହଁରୁ ସତ କଥାଟି ବାହାରିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳା, ସେ ଭିଡ଼ିଓ ଆପଣ ଯାଇକି ଦେଖିପାରିବେ। କାହିଁକି ଟାହିଆ ଖୋଲିଥିଲେ ମହାପ୍ରଭୁ ମୋ ପାଇଁ। ମହାପ୍ରଭୁ ବାହାରି ଆସିଲେ ରଥଯାତ୍ରାରେ ଆସିକି ଗୁଣ୍ଡିଚା
ମାଆଙ୍କ ପାଖରେ ପହଞ୍ଚିଲେ ନିଜର ଯଶୋଦା ମା, ନିଜର ଦେବକୀ ମା। ଏପଟେ ମା ମହାଲକ୍ଷ୍ମୀ ଏକଲା ଅଛନ୍ତି। ମା ମହାଲକ୍ଷ୍ମୀଙ୍କ କାନରେ ଖାଲି ପାଉଁଜିର ଝୁଣୁ 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 ଶବ୍ଦ ଶୁଣାଗଲା। ଜାଣିପାରିଲେ କେଉଁଥିପାଇଁ ଆଜ୍ଞା? କାହିଁକିନା ଏପଟେ ମହାରାସ ଚାଲିଛି। ଏ ଭିଡ଼ିଓ ବି ମୁଁ ଆଣୁଛି ଯେ 216 ଗୋପୀଙ୍କ ସହିତ କେମିତି ମହାରାସ ହୁଏ ଆଡ଼ପ ମଣ୍ଡପରେ। ଏପଟେ ଶ୍ରୀମତୀ ରାଧାରାଣୀ, ରାଧା ରାଧା ରାଧା, ଆଉ 216 ଗୋପୀଙ୍କ ସହିତ ଚାଲିଛି ମହାରାସ। ତେଣୁକରି ଏ ପାଉଁଜିର ଶବ୍ଦ ଶୁଭୁଛି, ଚୁଡ଼ିର ଶବ୍ଦ ଶୁଭୁଛି, ଘୁଙ୍ଗୁରର ଶବ୍ଦ ଶୁଭୁଛି, ଦେବଦାସୀ ବି ନାଚୁଛି। ମା ମହାଲକ୍ଷ୍ମୀ ଏସବୁ ଶୁଣିକି କହିଲେ ମୋ ସ୍ୱାମୀ କାହାନ୍ତି? ମା ବିମଳାଙ୍କ ପାଖକୁ ଆସିଲେ। ହଁ, ମା ବିମଳାଙ୍କ ପାଖକୁ ଆସିଲେ, ପଚାରିଲେ କୁଆଡ଼େ ଗଲେ ମୋ ସ୍ୱାମୀ, ପତିଦେବ କୁଆଡ଼େ ଗଲେ? ମାତା ବିମଳା କହିଲେ ସେ ଅଛନ୍ତି ଆଡ଼ପ ମଣ୍ଡପରେ। ମା ମହାଲକ୍ଷ୍ମୀ ମା ବିମଳାଙ୍କର ଆଜ୍ଞା ନେଇ ବାହାରି ଆଇଲେ। ତତ୍କ୍ଷଣାତ୍ ମହାଜନ ପୁଷ୍ପାଳକ ସେବକମାନେ ପଞ୍ଚାମୃତରେ ମାଆଙ୍କୁ ଗାଧେଇ ଦେଲେ, ମାତା ମହାଲକ୍ଷ୍ମୀଙ୍କୁ ଗାଧେଇ ଦେଲେ। ତାଙ୍କୁ ପଙ୍କ୍ତି ଭୋଜନ କରାଇ ବିମାନ ବଡ଼ୁ ସେବକମାନେ ତାଙ୍କୁ ନେଇକି ଆସିଲେ। ଆସି ଆଡ଼ପ ମଣ୍ଡପରେ ଯେତେବେଳେ ମାତା ମହାଲକ୍ଷ୍ମୀ ଦେଖିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବସିଛନ୍ତି, ସମ୍ପୂର୍ଣ୍ଣ ଦ୍ୱାର ବନ୍ଦ ହେଇନି, ଅଧା ଦ୍ୱାର ଖୋଲା ଅଛି। ପ୍ରଥମ ଥର ପାଇଁ ଦେଖିଦେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାତା ମହାଲକ୍ଷ୍ମୀଙ୍କୁ। ମାତା ମହାଲକ୍ଷ୍ମୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିଦେଲେ, ଆଖିରେ ଆଖି ମିଶିଲା। ହେରା ଦେଖିଦେଲେ ମୋ ସ୍ୱାମୀ ଏତେ ସୁନ୍ଦର। ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ଧର୍ମପତ୍ନୀଙ୍କୁ ଦେଖୁଛନ୍ତି। ଆହା ହା 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 ହା, ସୁବର୍ଣ୍ଣ ଚେହେରା, କେଡ଼େ ସୁନ୍ଦର। ଅନେକ କଥା ହେଇଛି, ସେ ଭିତରେ ଅନେକ କଥା ହେଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିବାହ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯିଏ ପିତା ସାଜିଥିଲେ ଶ୍ରୀପତି ମହାପାତ୍ର, ସେ ପିତା ହିସାବରେ ତାଙ୍କୁ ନିଜର ଅଧର ଚୁମ୍ବିତ ଆଜ୍ଞାମାଳ ନେଇ କହିଲେ ମାଆଙ୍କୁ ଦେଇଦିଅ। ଯେତେବେଳେ ପତି ମହାପାତ୍ର ମାଆଙ୍କୁ ଦେଲେ, ତାପରେ ମା ଜଗମୋହନରେ ବିଶ୍ରାମ କରୁଥିଲେ। ସେ ନାକଚଣା ଦ୍ୱାର ଦେଇ ବାହାରକୁ ଆସିଛନ୍ତି। ଏପଟେ ସେଇ ନାକଚଣା ଦ୍ୱାରରେ ବିତର୍ଚ୍ଚା ମହାପାତ୍ର, ଯିଏ ମାତା ମହାଲକ୍ଷ୍ମୀଙ୍କର ବିବାହ ସମୟରେ ପିତା ଭାବରେ କନ୍ୟାଦାନ କରିଥିଲେ, ବିତର୍ଚ୍ଚା ମହାପାତ୍ର ସିଏ ଅଛନ୍ତି। ସିଏ ମାତାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ତାଙ୍କୁ ଯେଉଁଟାକୁ ଆମେ କହନ୍ତି ଗିଫ୍ଟ ଆକାରରେ ବହୁତ ଜିନିଷ ଦେଉଛନ୍ତି। ତାପରେ ମାତା ଆସିକି ଯେଉଁ ମହାପ୍ରଭୁଙ୍କର ନନ୍ଦିଘୋଷ ରଥ ଅଛି, ଲୋକ କହନ୍ତି ଭାଙ୍ଗିଲେ ନାହିଁ ଆଜ୍ଞା। ଆଉ ଯେଉଁ ଲୋକ ଯେଉଁ କୁହନ୍ତି ରାଗିଗଲେ, ରାଗି ନାହାନ୍ତି, ଅଭିମାନ କରିଛନ୍ତି। ଆରେ ଧନୀ ଘର, ୟାଙ୍କଠୁ ଧନୀ ଆଉ କିଏ ହେବ? ମାତା ମହାଲକ୍ଷ୍ମୀ ଧନର ଦେବୀ। ଅଭିମାନ ଅଛି ଟିକେ, ଅହଙ୍କାର ଅଛି ଟିକେ, ସାତ୍ଵିକ ଅହଙ୍କାର, ଦିବ୍ୟ ଅହଙ୍କାର ଯେଉଁଟା କୁହନ୍ତି। ଅହଙ୍କାର ବହୁତ ପ୍ରକାର ଅଛି ଆଜ୍ଞା। ସତ ରଜ ତମ ଗୁଣରେ ବି ଅଛି, ସାତ୍ଵିକ ଗୁଣରେ ବି ଅଛି। ଇଏ ତ ମା ତ ଦିବ୍ୟ ଅହଙ୍କାର ଯେଉଁଟା, ସେ ଅହଙ୍କାର ମାଆଙ୍କ ପାଖରେ ଅଛି। ସିଏ କହିଲେ ମୁଁ ଆସିଥିଲି ଗୋଟେ ସନ୍ତକ ହିସାବରେ, ମୁଁ ଦାଗଟେ ଦେଇକି ଯାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥର କିଞ୍ଚିତ ମାତ୍ର ସିଏ ଭାଙ୍ଗି ଦିଅନ୍ତି। ଆଉ ହେରା ଗୌରୀ, କେତେକ କହନ୍ତି ହେରା ଗୌରୀ, କେତେକ କହନ୍ତି ହେରା ଗୋହିରୀ, କେତେକ କହନ୍ତି ହେରା ଗହରୀ। ତ ସେ ହେରା ଗୋହିରୀ ସାହିର ଗୋହିରୀ ରାସ୍ତା ଦେଇ, ହେରା ଗୋହିରୀ ସାହି ଭିତରେ ଦେଇ ସିଏ ଆସନ୍ତି, ପୁଣି ଫେରି ଆସନ୍ତି। ଏପଟେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଖିରେ ଯେତେବେଳେ ମିଶିଥିଲା ସେ ଇସାରା କରିଦେଇଛନ୍ତି ଯେ ପ୍ରିୟେ ତମେ ଯାଅ, ମୁଁ ଯାଉଛି, ଭାଇ ଭଉଣୀକି ସାଙ୍ଗରେ ଧରି ପଛରେ ଯାଉଛି। ଏପଟେ ସେ ବାସି ଦିନ, ହେରା ପଞ୍ଚମୀର ବାସି ଦିନ ରଥ ଦକ୍ଷିଣାୟମାନ ହୁଏ। ଯେତିକି ପୋଲିସ ମେମ୍ବର ଆମର ଅଛନ୍ତି, ପୋଲିସ ଭାଇମାନେ, ସେମାନେ ସବୁ ରଥକୁ ବୁଲାନ୍ତି। ଆଗରୁ ମୁଁ ଭାବୁଥିଲି କ'ଣ ଆଜ୍ଞା କହିଲେ, ରଥ ଯେମିତି ତିଆରି ହେଇଛି, ରଥ ସେପଟ ପଟେ ରହୁଥିଲେ, ସାମ୍ନା ପଟେ ରହୁଥିଲେ ସମସ୍ତେ ଚତୁର୍ଦ୍ଧା ବିଗ୍ରହ, ଏପଟେ କ'ଣ କିଛି ବୁଲେଇବା ଦରକାର ନାହିଁ, ପୁଣି ଏପଟକୁ ମହାପ୍ରଭୁଙ୍କୁ ନେଇ ଆସିବେ, ଚତୁର୍ଦ୍ଧା ବିଗ୍ରହଙ୍କୁ ନେଇ ଆସିବେ, ଆଉ ରଥ ଚାଲିବ ଆଉ କ'ଣ। କିନ୍ତୁ ନା, ମୁଁ ଭୁଲ ଥିଲି। ଯେତେବେଳେ ମୁଁ ନିଜେ ଦେଖିଲି, ଛୁଆବେଳୁ କଥା କହୁଛି ଆଜ୍ଞା, ଯେତେବେଳେ ମୁଁ ଦେଖିଲି ନିଜେ ଯେ ରଥକୁ ବାରମ୍ବାର ଯେମିତି ଗାଡ଼ିକୁ କାର୍କୁ ତାର ଷ୍ଟିଅରିଂ ବୁଲେଇ ବ୍ୟାକ୍ ଗିୟର କରାଯାଏ, ସେଇଭଳିଆ ହେଉଛି ରଥକୁ ବି। ଯେତେ ସବୁ ପୋଲିସ ଭାଇମାନେ ଅଛନ୍ତି ସେଇମାନେ ହିଁ କରିବେ। ଢାଉକ ଇସାରା ଦେବ, ତାକୁ ବୁଲେଇ ଘଣ୍ଟାଟେ, 2 ଘଣ୍ଟା, 1.5 ଘଣ୍ଟା, 3 ଘଣ୍ଟା ଲାଗେ। ପ୍ରଥମେ ଆଗରେ ରହିବ ହେଉଛି ମା ସୁଭଦ୍ରାଙ୍କର। କାହିଁକି ଆଜ୍ଞା? ଯେ ଭାଉଜ ଆଉ ନଣନ୍ଦଙ୍କର ସମ୍ପର୍କ ଯେତେ ମିଠା ରହିଲେ ମଧ୍ୟ ଟିକେ 19-20 ଟିକେ ତକରାର ହୁଏ।
ହୁଁ କିଏ ବଡ଼ କିଏ ଟିକେ ହୁଏ ତୁ ମେ ତ ହୁଏ ଆଜ୍ଞା, ଜାଣିଛନ୍ତି ଆପଣ। ତେଣୁକରି ମା କାଳେ ରାଗିଯିବେ, ମହାମାୟା ମା ସୁଭଦ୍ରା ତେଣୁକରି ଏପଟେ ମା ଲକ୍ଷ୍ମୀକୁ ଖୁସି କରିବା ପାଇଁ ଆଗେ ରଥଟା ତାଙ୍କର ଦକ୍ଷିଣାୟମାନ ହୁଏ, ତାପରେ ଦାଉ ଆଉ ମହାପ୍ରଭୁଙ୍କର ହୁଏ। ତାପରେ ଏଇ ଯେଉଁ ନବଦିନାତ୍ମକ ଯାତ୍ରାରେ ସପ୍ତମୀ ଦିନ ଚାଲନ୍ତି ସମସ୍ତେ, କାହିଁକିନା ମହାପ୍ରଭୁ ଆସିକି କହିଥାନ୍ତି ଦାଉଙ୍କୁ, ଦାଉ ଆଜ୍ଞାମାଳ ପଠାଇବା, କ'ଣ କରିବା। ଆଜ୍ଞାମାଳ ପଠା ହୁଏ ରଥକୁ, ଆଜ୍ଞାମାଳ ବିଜେ ହୁଏ। ତାପରେ ଚତୁର୍ଦ୍ଧାମୂର୍ତ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର, ବଳିଆହାର ଭୁଜ, ମହାମାୟା ମା ସୁଭଦ୍ରା, ସୁଦର୍ଶନ ମହାରାଜ ଆଗେଇ ଚାଲନ୍ତି। ଏପଟେ ମା ଗୁଣ୍ଡିଚା ଯେହେତୁ ଆଗକୁ ଯାଇକି ମାନ ଭଞ୍ଜନ ହେବ, ମା ମହାଲକ୍ଷ୍ମୀ ଅଭିମାନିନୀ, ପରମ ଅଭିମାନିନୀ ସେ, ତେଣୁକରି ମା ଗୁଣ୍ଡିଚା ରସଗୋଲା ଦେଇଥାନ୍ତି। ନୀଳାଦ୍ରି ବିଜେ ଦିନ ଯେଉଁଟା ସମର୍ପିତ କରାହେବ ମହାଲକ୍ଷ୍ମୀକୁ, ମା ମହାଲକ୍ଷ୍ମୀକୁ ନିଜେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଦେଇ ସନ୍ତୁଷ୍ଟ କରିବେ। ସେ ରସଗୋଲା ମାଧ୍ୟମରେ ନିଜର ସମର୍ପଣ ଭାବକୁ ଦେଖେଇବେ ଯେ ମୁଁ ଆସିଗଲି, ଆଉ ଅଭିମାନ କରନି। ସେ ଖେଳ ତ ଅଲଗା ହେବ, ଆପଣ ଜାଣିଛନ୍ତି ଆଜ୍ଞା। କିନ୍ତୁ ଆଜି ଯେଉଁ ହେରା ପଞ୍ଚମୀ ଅଛି, ଏ ହେରା ପଞ୍ଚମୀ, ହେରା ଗୋହିରୀ ସାହି ଦେଇକି ଆସନ୍ତି, ସେ ଦ୍ୱିତୀୟ କାରଣ ଯେ ସିଏ ହେଉଛି ହେରା ପଞ୍ଚମୀ। ଆଉ ହେରାର ଅର୍ଥ ହେଉଛି ଦେଖିବା, ଆମେ ସମସ୍ତେ ଜାଣନ୍ତି। ତେଣୁକରି କିଏ କାହାକୁ ଦେଖିଲା, ଏଠି ପରମ ପିତା ଜଗତ ପିତା ଜଗତ ମାତାଙ୍କୁ ଦେଖିଲେ। ଦୁନିଆର ସବୁଠାରୁ ବଡ଼ ସୁପରଷ୍ଟାର, ଦୁନିଆର ବଡ଼ ସବୁଠାରୁ କ'ଣ କୁହାଯାଇପାରିବ, ମାନେ ତାଙ୍କର ସୁନ୍ଦରତାକୁ କ'ଣ କୁହାଯାଇପାରିବ, ମାତା ମହାଲକ୍ଷ୍ମୀ ଯିଏ ଆମକୁ ରାନ୍ଧି ବାଢ଼ିକି ଖାଇବା ପାଇଁ ଦିଅନ୍ତି। ଅର୍ଣ୍ଣ ବ୍ରହ୍ମ ମହାପ୍ରଭୁ ଶ୍ରୀ ଜଗନ୍ନାଥକୁ ଯିଏ ଆରାଧନା କଲା, ଯିଏ ତାଙ୍କୁ ସମର୍ପିତ ହୋଇଗଲା, ସେ କେଉଁଠି ବି ଥାଉ କେବେ ଭୋକିଲା ରହିବନି ଆଜ୍ଞା। ଆଜି ପର୍ଯ୍ୟନ୍ତ ମୁଁ ଭୋକିଲା ରହିନି। ଇଏ ହେଉଛି ହେରା ପଞ୍ଚମୀର ପବିତ୍ର କଥା। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଆଜ୍ଞା ହଁ, ଲାଷ୍ଟ ଗୋଟେ କଥା କହୁଛି ଯେଉଁଟା ମୁଁ ସବୁବେଳେ କହିଥାଏ। ସେ କଥାଟି ହେଉଛି ଯେ ମନେ ରଖିଥିବେ ଗୋଟିଏ କଥା ଆଜ୍ଞା, ମୋ ହୃଦୟରୁ ଏ କଥାଟି ବାହାରିଥାଏ ସବୁବେଳେ, ଯେ ଇଏ ହେଉଛି ରାଧା ବିରହ ଠାକୁର। ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ରାଧା ବିରହ ଠାକୁର। ଇଏ ହେଉଛି ରାଧା ବିରହ ଠାକୁର, ଇଏ ସବୁଠାରୁ ଅଲଗା। ରାମ ନୁହେଁ, କୃଷ୍ଣ ନୁହେଁ, ଇଏ ପରା ଜଗା, ଇଏ ପରା ଜଗା। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।